ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ମମତା ପ୍ରଧାନ ଶିବିରର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ଶ୍ରୀମତୀ ମମତା ସିଂ, ସମ୍ପାଦକ ଦିଗମ୍ବର ମାଝୀଙ୍କ ତତ୍ତ୍ୱାବଧାନରେ ତଥା ଆମ ଓଡ଼ିଶା ସମ୍ବାଦଙ୍କ ସହଯୋଗ କ୍ରମେ ଅନେକ ସମାଜସେବୀ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ସର୍ବମୋଟ 28 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜନହିତ କାର୍ଯ୍ୟରେ ବିନିଯୋଗ କରିବା ଉଦ୍ଦେଶ୍ୟରେ ଦାନ କରାଯାଇଥିଲା। ଝାରସୁଗୁଡ଼ା ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଶିଶୁ ବିକାଶ ବିଦ୍ୟା ମନ୍ଦିର, ଆମ ଓଡ଼ିଶା, ଆମ ଝାରସୁଗୁଡ଼ା ଜିଲ୍ଲା ସମ୍ବାଦ କାର୍ଯ୍ୟାଳୟର ମୁଖ୍ୟ ସାମ୍ବାଦିକ ତେଜସ୍କ ମହାପାତ୍ରଙ୍କ ଉଦ୍ୟମରେ ସଫଳତାର ସହ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ସୁଚିତ୍ରା ନାୟକ ଓ ସନ୍ତୋଷ ନାୟକ ଯୁଗ୍ମ ରୂପେ ରକ୍ତଦାନ କରିଥିବା ବେଳେ ସମ୍ପାଦକ ଦିଗମ୍ବର ମାଝୀ, ପ୍ରେମାନନ୍ଦ ପଟେଲ, ବିକାଶ ପାତ୍ର, ସତ୍ୟଜିତ ସୁତାର, ପ୍ରମୋଦ କୁମାର ସେଠ, ସନ୍ତୋଷ ପ୍ରଧାନ, ମନୋଜ କୁମାର ଜାମତିଆର, ବିଚିତ୍ର ସାହୁ, ହିମାଂଶୁ ରଞ୍ଜନ ସାହୁ, ଜୁବଲୁ ମାଝୀ, ରୋହିତ ସେନ, ପ୍ରମୋଦ ସେନ, ଚୁମକି ମହାନ୍ତି, ମୟଙ୍କ କୁମାର, କ୍ଷମାମୟୀ ସାହୁ, ବାବୁଲି ମିଶ୍ର, ରୂପେଶ କୁମାର ପଟେଲ, ଦେବାଶିଷ ମେହେର, ଚନ୍ଦନ କୁମାର କାନ୍ତର, ଗୋବିନ୍ଦ ଜେନା, ଆଶିଷ କୁମାର ପଣ୍ଡା, ସତ୍ୟରଞ୍ଜନ ରାଉତ, ପ୍ରମୋଦ କୁମାର ବନ୍ଧା, ସନ୍ଦୀପ କହଁର, ରାକେଶ ଲାଜୁର, ରୋହିତ ମହାରଣା ପ୍ରମୁଖ ରକ୍ତଦାନ କରିଥିଲେ।